ପୂର୍ବରୁ ଶିବ ମନ୍ଦିରକୁ ଯାଇଥିଲେ ଆପଣ ନିଶ୍ଚୟ ଦେଖିଥିବେ ଶିବଲିଙ୍ଗ ସମ୍ମୁଖରେ ନନ୍ଦୀ ବୃଷଭ ଶାନ୍ତ ଭାବରେ ବସି ରହିଛନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି କି ନନ୍ଦୀ କାହିଁକି ସବୁବେଳେ ଶିବ ମନ୍ଦିରକୁ ଜଗି ରହିଛନ୍ତି? ଏହା କେବଳ ଏକ ପ୍ରତିମା ନୁହେଁ, ଏହା ପଛରେ ରହିଛି ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ପୌରାଣିକ କାହାଣୀ। ନମସ୍କାର ବନ୍ଧୁଗଣ, ଆଜି ଆମେ ଜାଣିବା ନନ୍ଦୀଙ୍କ ଜନ୍ମ, ଭଗବାନ ଶିବଙ୍କ ପ୍ରତି ତାଙ୍କର ଅଟୁଟ ଭକ୍ତି ଏବଂ କାହିଁକି ସେ ଯୁଗ ଯୁଗ ଧରି ଶିବ ମନ୍ଦିରର ଦ୍ୱାରରେ ପ୍ରହାର ଦେଉଛନ୍ତି। ବହୁ ବର୍ଷ ପୂର୍ବେ ଶିଳାଦ ନାମକ ଜଣେ ମହାନ ଋଷି ଥିଲେ। ସେ ଭଗବାନ ଶିବଙ୍କ ପରମ ଭକ୍ତ ଥିଲେ, କିନ୍ତୁ ତାଙ୍କର କୌଣସି ସନ୍ତାନ ନଥିଲା। ସନ୍ତାନ ପ୍ରାପ୍ତି ପାଇଁ ସେ ବର୍ଷ ବର୍ଷ ଧରି କଠୋର ତପସ୍ୟା କଲେ। ଋଷିଙ୍କ ଭକ୍ତିରେ ପ୍ରସନ୍ନ ହୋଇ ଭଗବାନ ଶିବ ପ୍ରକଟ ହେଲେ ଏବଂ କହିଲେ, ହେ ଶିଳାଦ, ତୁମର ତପସ୍ୟାରେ ମୁଁ ପ୍ରସନ୍ନ। ମାଗ, କ'ଣ ବର ଚାହୁଁଛ? ଋଷି କହିଲେ, ପ୍ରଭୁ, ମୋତେ ଏମିତି ଏକ ପୁତ୍ର ଦିଅନ୍ତୁ ଯିଏ ଆପଣଙ୍କ ପରି ତେଜସ୍ୱୀ, ଧର୍ମପରାୟଣ ଓ ଅମର ହେଉ। ଭଗବାନ ଶିବ ତଥାସ୍ତୁ କହି ଅନ୍ତର୍ଦ୍ଧାନ ହେଲେ। କିଛି ଦିନ ପରେ ଋଷି ଯଜ୍ଞ ପାଇଁ ଜମି ଚାଷ କରୁଥିବା ବେଳେ ମାଟି ଭିତରୁ ଏକ ଦିବ୍ୟ ଶିଶୁକୁ ପାଇଲେ। ସେହି ଶିଶୁର ନାମ ରଖାଗଲା ନନ୍ଦୀ। ଛୋଟବେଳୁ ନନ୍ଦୀଙ୍କ ନାମରେ ଶିବ ଭକ୍ତି ଭରି ରହିଥିଲା। ଏକ ଦିନ ଦୁଇ ଜଣ ଦିବ୍ୟ ଋଷି ଶିଳାଦଙ୍କ ଆଶ୍ରମକୁ ଆସିଲେ। ସେମାନେ ନନ୍ଦୀଙ୍କୁ ଦେଖି କହିଲେ, ଏ ବାଳକ ମହାନ, କିନ୍ତୁ ତାଙ୍କର ଆୟୁ ବହୁତ କମ୍। ଏହା ଶୁଣି ଶିଳାଦ ଋଷି ଭାଙ୍ଗି ପଡ଼ିଲେ। ନନ୍ଦୀ ପିତାଙ୍କ ଦୁଃଖର କାରଣ ଜାଣି ନିଜେ ଭଗବାନ ଶିବଙ୍କ ତପସ୍ୟା କରିବାକୁ ନିଷ୍ପତ୍ତି ନେଲେ। ସେ ଜଙ୍ଗଲକୁ ଯାଇ ବର୍ଷ ବର୍ଷ ଧରି ଓମ୍ ନମଃ ଶିବାୟ ଜପ କରି କଠୋର ତପସ୍ୟା କଲେ। ଶେଷରେ ଭଗବାନ ଶିବ ଓ ମାତା ପାର୍ବତୀ ପ୍ରକଟ ହେଲେ। ଶିବ କହିଲେ, ହେ ନନ୍ଦୀ, ତୁମର ଭକ୍ତି ମୋତେ ଅତ୍ୟନ୍ତ ପ୍ରସନ୍ନ କରିଛି। ଆଜିଠାରୁ ତୁମେ ମୋର ପୁତ୍ର ସମାନ। ତୁମକୁ ମୃତ୍ୟୁ ସ୍ପର୍ଶ କରିବ ନାହିଁ। ତାପରେ ଭଗବାନ ଶିବ ନନ୍ଦୀକୁ ନିଜର ବାହନ କରିଲେ ଏବଂ ସମସ୍ତ ଶିବଗଣଙ୍କ ଅଧିପତି ଘୋଷଣା କଲେ। କୁହାଯାଏ, ସେହି ଦିନଠାରୁ ନନ୍ଦୀ ଏକ ପ୍ରତିଜ୍ଞା କଲେ, ପ୍ରଭୁ, ମୁଁ ସଦା ଆପଣଙ୍କ ସମ୍ମୁଖରେ ବସି ଆପଣଙ୍କ ସେବା କରିବି। ଆପଣଙ୍କ ଅନୁମତି ବିନା କୌଣସି ଅଶୁଭ ଶକ୍ତି ଆପଣଙ୍କ ଧାମକୁ ପ୍ରବେଶ କରିପାରିବ ନାହିଁ। ସେଥିପାଇଁ ପ୍ରତ୍ୟେକ ଶିବ ମନ୍ଦିରରେ ନନ୍ଦୀଙ୍କ ମୂର୍ତ୍ତି ଶିବଲିଙ୍ଗ ଆଡ଼କୁ ମୁହଁ କରି ବସିଥାଏ। ସେ କେବଳ ପାହାରାଦାର ନୁହେଁ, ସେ ଭକ୍ତି, ନିଷ୍ଠା ଓ ସମର୍ପଣର ପ୍ରତୀକ। ଆଉ ଏକ ପ୍ରଚଳିତ ବିଶ୍ୱାସ ରହିଛି, ଭକ୍ତମାନେ ନନ୍ଦୀଙ୍କ କାନରେ ନିଜର ମନୋକାମନା କହିଥାନ୍ତି, କାରଣ ମନେ କରାଯାଏ ଯେ ନନ୍ଦୀ ସିଧାସଳଖ ଭାବରେ ସେହି ପ୍ରାର୍ଥନାକୁ ଭଗବାନ ଶିବଙ୍କ ପାଖରେ ପହଞ୍ଚାନ୍ତି। ଏହି କାରଣରୁ ଅନେକ ଭକ୍ତ ଶିବଙ୍କ ଦର୍ଶନ ପୂର୍ବରୁ ନନ୍ଦୀଙ୍କୁ ପ୍ରଣାମ କରନ୍ତି। ନନ୍ଦୀ ଧର୍ମ, ସତ୍ୟ, ଧୈର୍ଯ୍ୟ ଏବଂ ଅଚଳ ଭକ୍ତିର ପ୍ରତୀକ। ତାଙ୍କର ଦୃଷ୍ଟି ସଦା ଶିବଙ୍କ ଉପରେ ରହିଥାଏ। ଏହା ଆମକୁ ଶିଖାଏ ଯେ ଜୀବନରେ ମଧ୍ୟ ଆମର ଲକ୍ଷ୍ୟ ଏବଂ ଭଗବାନଙ୍କ ପ୍ରତି ଆମର ମନ ସ୍ଥିର ରହିବା ଉଚିତ। ଏହି କାହାଣୀରୁ ଆମେ ଶିଖୁ ଯେ ସତ୍ୟ, ଭକ୍ତି, ନମ୍ରତା ଓ ସେବାଭାବ ମଣିଷକୁ ଭଗବାନଙ୍କ ସର୍ବାଧିକ ପ୍ରିୟ କରିଥାଏ। ନନ୍ଦୀଙ୍କ ପରି ଯଦି ଆମେ ଅତୁଟ ବିଶ୍ୱାସ ଓ ନିଷ୍ଠା ରଖିବା, ତେବେ ଜୀବନର ଅନେକ ବାଧା ଅତିକ୍ରମ କରିପାରିବା। ବନ୍ଧୁଗଣ, ଯଦି ଏହି ପୌରାଣିକ କାହାଣୀ ଆପଣଙ୍କୁ ଭଲ ଲାଗିଥାଏ, ତେବେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ନିଜ ପରିବାର ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ। କମେଣ୍ଟରେ ନିଶ୍ଚିନ୍ତ ଲେଖନ୍ତୁ, ଓମ୍ ନମଃ ଶିବାୟ। ଭଗବାନ ଶିବ ଓ ନନ୍ଦୀ ମହାରାଜଙ୍କ କୃପା
ସମସ୍ତଙ୍କ ଉପରେ ବର୍ଷିତ ହେଉ। ଓମ୍ ନମଃ ଶିବାୟ।